नमस्कार ମୁଁ ହର୍ଷ ପରିଚା ମୋର ୟୁଟ୍ୟୁବ ଚ୍ୟାନେଲକୁ ମୁଁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଏ ଭିଡିଓରେ ଆମେ ଆଲୋଚନା କରିବା ଗତ ଶନିବାର ରବିବାର ଏବଂ ସୋମବାର ଭିତରେ ଯେଉଁ ଅପ୍ରୀତିକର ଘଟଣା ଘଟିଛି ପିଓକେରେ ତାରି ଉପରେ ଆମେ ଆଲୋଚନା କରିବା। କିନ୍ତୁ ତା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଭିଡିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ। କାରଣ ଆପଣଙ୍କର ପ୍ରତ୍ୟେକଟି ସବସ୍କ୍ରାଇବ ମୋତେ ନୂତନତ୍ୱ ପ୍ରଦାନ କରୁଛି ବା ଇନ୍ସପିରେସନ ପ୍ରଦାନ କରୁଛି ଯେ ନୂଆ ନୂଆ ତଥ୍ୟ ନେଇ ନୂଆ ନୂଆ ଭିଡିଓ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପାଇଁ। ତେଣୁ କାଇଣ୍ଡଲି ଭିଡିଓଟିକୁ ସମ୍ପୂର୍ଣ୍ଣ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବେ। ତେବେ ଆସନ୍ତୁ ଆଲୋଚନା କରିବା ଗତ ଶନିବାର ଏବଂ ରବିବାର ଭିତରେ ଯୋଉ ଆନ୍ଦୋଳନ ସୃଷ୍ଟି କରିଛନ୍ତି କାହା ଦ୍ୱାରା ନା ଆପଣଙ୍କର ଏଏସି କମିଟି ଯୋଉଟା କି ଆପଣଙ୍କର ଆୱାମୀ ଆକ୍ସନ କମିଟି ପିଓକେ ପାକିସ୍ତାନ ଅକୁପାଏଡ କାଶ୍ମୀରରେ ଯୋଉ ଏ କମିଟିର ନେତୃବୃନ୍ଦ ମାନେ ସମସ୍ତ ଲୋକମାନଙ୍କୁ ଧରି ଯୋଉ ଆନ୍ଦୋଳନ କରିଛନ୍ତି ସେ ସାମ୍ପ୍ରତିକ ଇତିହାସର ସବୁଠାରୁ ବଡ଼ ପ୍ରତିବାଦ ବୋଲି ଆଲୋଚନା କରାଯାଉଛି। ଏଇ ଦୀର୍ଘ ଦଶନ୍ଧି ଧରି ବା 70 ବର୍ଷ ଭିତରେ ଯେଉଁ ପିଓକିରେ ଯୋଉ ସମସ୍ତ ମୌଳିକ ଅଧିକାରରୁ ବଞ୍ଚିତ ହେଇଛନ୍ତି ତାରି ମଧ୍ୟରେ ଯୋଉ ନାରା ଲଗେଇଛନ୍ତି ସେ ନାରାଟି ଥିଲା ପ୍ରକୃତ ପକ୍ଷେ କହିବାକୁ ଗଲେ ସଟର ଡାଉନ ଚକଡାଉନ ସଟର ଡାଉନ ଚକଡାଉନ। ଏଇ ଯୋଉ ନାରା ଦେଇକି ସେମାନେ ଆନ୍ଦୋଳନ କରୁଥିଲେ ଏଇ ଆନ୍ଦୋଳନ ଭିତରେ କଣ ହେଇଛି ନା ସୋମବାର ଦିନ ଗତକାଲି ସୋମବାର ଦିନ କାଶ୍ମୀରର ମୁଜାଫରବାଦରେ ପାକିସ୍ତାନ ସରକାରଙ୍କ ବିରୁଦ୍ଧରେ ଏଇ ଯୋଉ ପ୍ରତିବାଦ ରାଲି ଚାଲିଥିଲା ପିଏକେ ର ଅଧିବାସୀ ମାନଙ୍କ ଦ୍ୱାରା ଯାହାରି ଫଳରେ ଏଇ ସଂଘର୍ଷରେ 2 ଜଣଙ୍କର ମୃତ୍ୟୁ ହୋଇଛି ଏବଂ 22 ଜଣ ଆଘାତ ପ୍ରାପ୍ତ ହେଇଛନ୍ତି। କାହିଁ କେମିତି 2 ଜଣ ମୃତ୍ୟୁବରଣ କରିଛନ୍ତି ଏବଂ କେମିତି ଆଘାତ ପ୍ରାପ୍ତ ହେଇଛନ୍ତି ନା ଯେତେବେଳେ ଆପଣଙ୍କର ପାକ୍ ସେନା ଏବଂ ଆଇଏସଆଇ ସମର୍ଥିତ ମୁସଲିମ ଲିଗର ଯୋଉ କନଫରେନ୍ସ ଦ୍ୱାରା ସମର୍ଥିତ ଯୋଉ ଗୁଣ୍ଡା ମାନେ ସଶସ୍ତ୍ର ଗୁଣ୍ଡା ମାନେ ସେମାନେ ଏଇ ଯୋଉ ମୌଳିକ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ପାକିସ୍ତାନ ସରକାରଙ୍କ ବିରୁଦ୍ଧରେ ଯୋଉ ନାରା ଲଗାଉଥିଲେ ସଟର ଡାଉନ ଚେକ୍ ଡାଉନ ଏଇ ଯୋଉ ନାରା ଲଗାଉଥିଲେ ନାଗରିକ ମାନେ ପିଓକେର ନାଗରିକ ମାନେ ସେମାନଙ୍କ ଉପରେ ଆଖି ବୁଜା ଗୁଳି ବର୍ଷଣ କରିଛନ୍ତି। କେତେ ଜଣ ଆପଣଙ୍କର ଶୂନ୍ୟକୁ ଫାୟରିଂ କରିଛନ୍ତି, ବ୍ଲାକ୍ ଫାୟରିଂ କରିଛନ୍ତି, ଆଉ କେତେ ଜଣ ଲୋକମାନଙ୍କୁ ମଧ୍ୟ ଫାୟରିଂ କରିଛନ୍ତି ଯାହାରି ଫଳରେ ଲୋକମାନେ ଭୟଭୀତ ହେଇକି ଛତ୍ରଭଙ୍ଗ ହେଇଛନ୍ତି ଏବଂ ସେଥିରୁ 2 ଜଣ ନିଶ୍ଚିତ ଭାବରେ ମୃତ୍ୟୁବରଣ କରିଛନ୍ତି ଏବଂ 22 ଜଣ ଆହତ ହେଇଛନ୍ତି। ଏଇଟା ହେଲା ପ୍ରକୃତ ପକ୍ଷେ ଯେ ଗତ ଏଇ ଯୋଉ ଶନିବାର ରବିବାର ଏବଂ ସୋମବାର ଭିତରେ ଯୋଉ ଘଟଣା ଘଟି ଯାଇଛି ୟାର ବିଶେଷ କାର୍ଯ୍ୟକ୍ରମ ବା ବିଶେଷ ସବଜେକ୍ଟ ପାର୍ଟ ହେଲା ଯୋଉଟା କି ଆପଣଙ୍କର ଗତ 24 ଘଣ୍ଟା ମଧ୍ୟରେ ଏଇ ଯୋଉ ପିଏକେର ମୌଳିକ ଅଧିକାର ପ୍ରତ୍ୟାଖ୍ୟାନ କରି যেটা আওয়ামী ଆକ୍ସନ କମିଟି ଏଏସି କମିଟି ନେତୃବୃନ୍ଦରେ ବିଶାଳ ରାଲି ହେଇଥିଲା। ଏ ରାଲିରେ ମଧ୍ୟ ସେମାନେ ସ୍ଲୋଗାନ କରିଥିଲେ ଯେ ଆମର ଯୋଉ ମୌଳିକ ଅଧିକାର ଥିଲା ଦଶନ୍ଧି ଦଶନ୍ଧି ଧରି ଯୋଉଟା ଇସଲାମାବାଦ ଆମକୁ ଦେବା ପାଇଁ କୁହାଯାଇଥିଲା ବା ପରିମାର୍ଜିତ ଆମର ଯୋଉ ରୁଲ ରେଗୁଲେସନ ପରିମାର୍ଜିତ କରିବା ପାଇଁ କୁହାଯାଇଥିଲା ସେଇଟା ବର୍ତ୍ତମାନ ସୁଦ୍ଧା କରାଯାଇ ନାହିଁ। ତେଣୁ ଦଶନ୍ଧି ଧରି ରାଜନୈତିକ ସୀମାନ୍ତୀକରଣ ଏବଂ ଅର୍ଥନୈତିକ ଅବହେଳାକୁ ଉଲ୍ଲେଖ କରି ଏହାର ବ୍ୟାନରରେ ସମସ୍ତ ନାଗରିକ ହଜାର ହଜାର ନାଗରିକ ଏକତ୍ରିତ ହେଇ କହିଛନ୍ତି ସଟର ଡାଉନ ଚେକ୍ ଡାଉନ ଆମର ଅଧିକାରକୁ ଗ୍ରହଣ କରାଯାଉ, ଆମର ଅଧିକାରକୁ ଦିଆଯାଉ। এই কথাটি এই যে গত পহর দিন অর্থাৎ শনিবার এবং রবিবার দিন যে ଷ୍ଟ୍ରାଇକ୍ ହେଇଥିଲା ପିଏକେ ର ବା ପାକିସ୍ତାନ ଅଧିକୃତ ଅଞ୍ଚଳର ଯୋଉ ଅଧିବାସୀ ମାନେ ପାକିସ୍ତାନ ସରକାରଙ୍କ ବିରୁଦ୍ଧରେ ଯୋଉ ଷ୍ଟ୍ରାଇକ୍ କରିଥିଲେ ସେ ଷ୍ଟ୍ରାଇକ୍ ସହିତ କଣ ଏଇ ଯୋଉ ଲୋକମାନେ ମୃତ୍ୟୁବରଣ କରିଛନ୍ତି। ତ ମୁଁ ୟା ପୂର୍ବରୁ ଆପଣମାନଙ୍କୁ କହିବି ଯେ ପିଏକେ କଣ ଏବଂ କାହିଁକି ପିଏକେଟା ବର୍ତ୍ତମାନ ରହିଗଲା ସେପଟ ତାର ମୁଖ୍ୟ ଉଦ୍ଦେଶ୍ୟ ମୁଁ ଆପଣମାନଙ୍କ ସହିତ ଆଲୋଚନା କରିବି। କାରଣ ଯେତେବେଳେ ଭାରତୀୟ ରାଜ୍ୟ ଜମ୍ମୁ ଏବଂ କାଶ୍ମୀର ପୂର୍ବ ଗଡ଼ଜାତ ରାଜ୍ୟ ଜମ୍ମୁ ଏବଂ କାଶ୍ମୀରର ରାଜନୈତିକ ଭୂଭାଗକୁ ଯଦି ଆମେ ପରିକଳ୍ପନା କରିବା ବା ଯଦି ଆମେ ଚିନ୍ତା କରିବା ଯାହା ଆମର 26 ଅକ୍ଟୋବର 1947ରେ ଭାରତ ସହିତ ଏ ସମସ୍ତ ମିଶିଥିଲା। କିନ୍ତୁ ଯେତେବେଳେ ଭାରତ ସ୍ୱାଧୀନତା ହେବା ପୂର୍ବରୁ ଅର୍ଥାତ୍ ଅଗଷ୍ଟ 15 1947ରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଏଇଟା ପ୍ରକୃତ ପକ୍ଷେ 562 ଗଣଜାତ ରାଜ୍ୟ ମଧ୍ୟରୁ ଆପଣଙ୍କର ଜାମ୍ମୁ ଆଣ୍ଡ କାଶ୍ମୀର ସର୍ବବୃହତ ରାଜ୍ୟ ହିସାବରେ ପରିଗଣିତ ହଉଥିଲା। ଭଲରେ ଶୁଣନ୍ତୁ, ପରିଗଣିତ ହଉଥିଲା କାହିଁକି ନା ତାର ଆଞ୍ଚଳିକ ଜିଓଗ୍ରାଫିକାଲ କଣ୍ଡିସନକୁ ନେଇକି ଏବଂ ଯଦି ଆମେ ଏଟା ଯଦି ଆଲୋଚନା କରିବା ତାହେଲେ ଏଇ ଯୋଉ ଭୂଭାଗଟା କାହାର କ୍ଷେତ୍ରଫଳ ସହିତ ସମାନ ଥିଲା
ନା ଯଦି ଆମେ ଆଲୋଚନା କରିବା ଯାହାର କ୍ଷେତ୍ରଫଳ ଆପଣଙ୍କର ଆମେ କହିପାରିବା 2,18,779 ବର୍ଗ କିଲୋମିଟର, ଜାମ୍ମୁ ଆଣ୍ଡ କାଶ୍ମୀର, ଯାହା ବେଲଜିୟମ, ଡେନମାର୍କ, ହଲାଣ୍ଡ, ଅଷ୍ଟ୍ରେଲିଆ ଏବଂ ଆଲବାନିଆର ମିଳିତ କ୍ଷେତ୍ରଫଳ ସହିତ ସମାନ ଥିଲା। ଏବଂ ଅନ୍ୟ ପକ୍ଷରେ ଯଦି ଆମେ କହିବା ଆଜାଦ ଜାମ୍ମୁ ଏବଂ କାଶ୍ମୀର ଏବଂ ଗିଲଗିଟ ପାକିସ୍ତାନକୁ ନେଇ ଯୋଉ ଗଠିତ ପାକିସ୍ତାନ ଅଧିକୃତ ପିଓକେ ର ଯୋଉ ଭୂଭାଗ ଅଛି ତାହା କିଛି ମାତ୍ରାରେ କମ ଥିଲା ଏବଂ ଯାହାର ଜଟିଳତାକୁ ନେଇକି ବର୍ତ୍ତମାନ ଏଇ ଇତିହାସ ବର୍ତ୍ତମାନ ଚାଲିକି ରହିଆସିଛି। ଏଇ ଗଣ୍ଡଗୋଳ ବର୍ତ୍ତମାନ ସୁଦ୍ଧା ଚାଲିକି ରହିଆସିଛି, ଯାହାରି ଫଳରେ ବର୍ତ୍ତମାନ ପିଏକେ ରେ ଯୋଉ ସମସ୍ତ ସମସ୍ୟା ହେଇଛି, ପିଏକେ ରେ କାହିଁକି ସମସ୍ୟା ହେଇଛି ଯେ ଏଇ ଯୋଉ ଆନ୍ଦୋଳନ ହେଲା, ଆନ୍ଦୋଳନରେ ଯୋଉ 2 ଜଣ ମୃତ୍ୟୁବରଣ କଲେ ଏବଂ 22 ଜଣ ଆପଣଙ୍କର ଆଘାତ ହେଲେ, ତାର ମୁଖ୍ୟ ଉଦ୍ଦେଶ୍ୟ କଣ ନା ସେମାନେ ଏକ 28 ସୂତ୍ରୀ ଚାର୍ଟକୁ ନେଇକି ଯୋଉଟା କି ଆପଣଙ୍କର ସାମ୍ବିଧାନିକ ସଂସ୍କାର ଅଣାଯିବା ପାଇଁ ଯୋଉ ଦାବି ଉପସ୍ଥାପନ କରିଛନ୍ତି ତାର ଉପରେ ନେଇ ଏଇ ଯୋଉ ରାଲି କରାଯାଇଥିଲା, ଯୋଉ ରାଲିରେ ପାକିସ୍ତାନର ସୈନ୍ୟମାନେ ଆଖି ବୁଜା ଗୁଳି ଚାଳନା କରିବା ଫଳରେ 2 ଜଣ ମୃତ୍ୟୁ ବରଣ କରିଛନ୍ତି ଏବଂ 22 ଜଣ ଆଘାତପ୍ରାପ୍ତ ହେଇଛନ୍ତି। ତ ଏଇ ରାଲି କାହିଁକି ହେଲା? ରାଲି ହେବାର ମୁଖ୍ୟ ଉଦ୍ଦେଶ୍ୟ ଭଲରେ ଶୁଣନ୍ତୁ। ରାଲି ହେବାର ମୁଖ୍ୟ ଉଦ୍ଦେଶ୍ୟ ଏଇ ଯୋଉ ପିଏକେ ଅଞ୍ଚଳରେ ଯୋଉ 12ଟି ବିଧାନସଭା କନଷ୍ଟିଟ୍ୟୁନ୍ସି ଅଛି ତାକୁ ଉଚ୍ଛେଦ କରିବା ପାଇଁ ଇସଲାମାବାଦରୁ ଯୋଉ ସବୁ ପ୍ରଚେଷ୍ଟା ଚାଲିଛି ବା ପ୍ରଚେଷ୍ଟା କରାଯାଇ ଆସୁଅଛି ବର୍ତ୍ତମାନ ସୁଦ୍ଧା, ତାକୁ ବିରୋଧ କରି ତାକୁ ବିରୋଧ କରି ପାକିସ୍ତାନ ଅଧିକୃତ ପିଏକେ ବା ପିଏକେ ର ସମସ୍ତ ଅଧିବାସୀ ମାନେ ବା ଲୋକମାନେ ଯୋଉ ଅଛି ଏଏମ କମିଟିର ସଦସ୍ୟ ମାନଙ୍କର ଆହ୍ୱାନ କ୍ରମେ ତାଙ୍କର ନେତୃତ୍ୱ କ୍ରମେ ଆପଣଙ୍କର ଏଇ ରାଲିଟି କରାଯାଇଛି। ମୁଖ୍ୟ ଉଦ୍ଦେଶ୍ୟ ହେଲା ଯୋଉ 12ଟି ବିଧାନସଭା ଆସନ ଉଚ୍ଛେଦ ଉପରେ ଏଇ ଯୋଉ କାର୍ଯ୍ୟକ୍ରମ ନଉଛନ୍ତି ଇସଲାମାବାଦ ସରକାର ବା ପାକିସ୍ତାନର ସରକାର, ତାକୁ ପ୍ରତିରୋଧ କରିବା ପାଇଁ, ତାକୁ ପ୍ରତିହତ କରିବା ପାଇଁ ଏଇଟା ହଉଛି ପିଏକେର ଯୋଉମାନେ ବାସ କରୁଛନ୍ତି ସେଇ ଅଧିବାସୀ ମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଏବଂ ନାରା। ସଟର ଡାଉନ ଏବଂ ଛକ ଡାଉନ, ଚେକ୍ ଡାଉନ, ଏଇଟା ତାଙ୍କର ନାରା। ଏବଂ ଅନ୍ୟ ପକ୍ଷରେ ଯଦି କହିବାକୁ ଗଲେ ତାଙ୍କର ଯୋଉ ସମସ୍ତ ମୌଳିକ ଅଧିକାରରୁ ସେ ସବସିଡି ମିଳିବା କଥା, ସେ ସବସିଡି ଯୋଉ ପ୍ରତିଶ୍ରୁତି ଦିଆ ହେଇଥିଲା ସେ ପ୍ରତିଶ୍ରୁତି ମଧ୍ୟ ପାଳନ ହେଇନି। କଣ ସେ ସବସିଡି ଥିଲା ନା ଅନ୍ୟାନ୍ୟ ପ୍ରାଥମିକ ଅବସ୍ଥାକୁ ଯଦି ଆମେ ବୁଝିବା, ପ୍ରାଥମିକ ମାଧ୍ୟମରେ ଯଦି ସବସିଡି ମୂଲ୍ୟ ଯଦି ବିଷୟରେ ଯଦି ଆଲୋଚନା କରିବା ତାହେଲେ ମଇଦା ସବସିଡି ଉପରେ ଆଲୋଚନା କରିବା। ତାପରେ ମଙ୍ଗଳା ବିଦ୍ୟୁତ ପ୍ରକଳ୍ପ ସହିତ ଜଡ଼ିତ ଥିବା ନ୍ୟାୟପୂର୍ଣ୍ଣ ବିଦ୍ୟୁତ ଶୁଳ୍କ ଆମଦାନୀ କରିବା ବା ଇମ୍ପୋଜ କରିବା, ଇସଲାମାବାଦ ଦ୍ୱାରା ପ୍ରତିଶ୍ରୁତି ଦିଆଯାଇଥିବା ଦୀର୍ଘ ଦିନ ଧରି ଯୋଉଟା ବର୍ତ୍ତମାନ ସୁଦ୍ଧା ହେଇପାରୁନି, ଦୀର୍ଘ ଦିନ ଧରି ଯୋଉ ବିଳମ୍ବ କରାଯାଉଛି ତାର ସଂସ୍କାର କାର୍ଯ୍ୟକାରୀ କରିବାରେ ଯୋଉ ଅବହେଳା କରାଯାଇଛି ତାହାକୁ ନେଇକି ମଧ୍ୟ ଏଇ ଜନ ଆନ୍ଦୋଳନ ସୃଷ୍ଟି ହେଇଛି ପିଏକେ ବା ପାକିସ୍ତାନ ଅଧିକୃତ ଅଞ୍ଚଳରେ। এই ପାକିସ୍ତାନ ଅଧିକୃତ ଅଞ୍ଚଳରେ ଏଇ ଯୋଉ ଅଧିବାସୀ ମାନେ ବର୍ତ୍ତମାନ କଣ କରିଛନ୍ତି ନା ପାକିସ୍ତାନ ସରକାରଙ୍କ ବିରୁଦ୍ଧରେ ଏଇ ଯୋଉ ସଟର ଡାଉନ ନାରା ଦେଇଛନ୍ତି। এইটা ହେଲା କେତେ ବର୍ଷର ଘଟଣା ନା ଏଇଟା ଯୁଗ ଯୁଗ ଧରିକି ଏଇଟା ଦଶନ୍ଧି ଦଶନ୍ଧିର କଥା ନା ଆପଣ ଏଇଟା ଜଣେ ସେଥିର ଯୋଉ ଏଏମ ର କମିଟିର ଯୋଉ ମୁଖ୍ୟ ମୁଜାଫାରର ଜଣେ ମୁଖ୍ୟ ସେ ହଉଛନ୍ତି ଶୌକତ ନୱାଜ ମୀର। ସେ କଣ କହିଛନ୍ତି ନା ଆମର ଲକ୍ଷ୍ୟ ନୁହେଁ ଯେ କୌଣସି ପ୍ରତିଷ୍ଠାନ ବିରୋଧରେ ଆମେ ନାରା ଦେବୁ ବା ପ୍ରତିଷ୍ଠାନ ବିରୁଦ୍ଧରେ ଆମେ ଆନ୍ଦୋଳନ କରିବୁ, ଏଇଟା ଆମର ଲକ୍ଷ୍ୟ ନୁହଁ। ଦୀର୍ଘ 70 ବର୍ଷରୁ ଅଧିକ ସମୟ ଧରି ଆମ ଲୋକମାନଙ୍କୁ ପ୍ରତ୍ୟାଖ୍ୟାନ କରାଯାଉଛି ଏବଂ ମୌଳିକ ଅଧିକାରରୁ ବଞ୍ଚିତ କରାଯାଉଛି। ଏହା କହିଛନ୍ତି ମୁଜାଫରବାଦରେ ଯୋଉଟା କି ଜନସମାଜକୁ ଜନ ସମାବେଶକୁ ବା ଯୋଉମାନେ ଏକତ୍ରିତ ହେଇଥିଲେ ସେ ଜନସମାବେଶକୁ ଉଦ୍ବୋଧନ ଦେଇକି ଶୌକତ ନୱାଜ ମୀର ଯାହାର ଲିଡର ଏଏମ ର ଲିଡର ସେ କହିଛନ୍ତି ଏଇ କଥା। ଆଉ ମଧ୍ୟ ସେ କହିଛନ୍ତି ଯଥେଷ୍ଟ ହେଲା, ଅଧିକାର ପ୍ରଦାନ କରନ୍ତୁ ନଚେତ କ୍ରୋଧର ସମ୍ମୁଖୀନ ହୁଅନ୍ତୁ। ଆଉ ମଧ୍ୟ ସେ ଶୌକତ ନୱାଜ ମୀର ସେ କହିଛନ୍ତି ଏଇଟା ଯଥେଷ୍ଟ ହେଲା, 70 ବର୍ଷ କମ ନୁହଁ, 70 ବର୍ଷ ହେଲାଣି ଆମେ ଆମର ମୌଳିକ ଅଧିକାରରୁ ବଞ୍ଚିତ ଅଛୁ ଏବଂ ବର୍ତ୍ତମାନ ଆପଣ ମାନଙ୍କର ଯୋଉ 12ଟି ବିଧାନସଭା ଆପଣ ମାନେ ଛଡେଇ ନେବା ପାଇଁ ଚେଷ୍ଟା କରିଛନ୍ତି, ଏ ସମସ୍ତ ବର୍ତ୍ତମାନ ଯଥେଷ୍ଟ ହେଲା। ଆମର ଅଧିକାର ଆମକୁ ପ୍ରଦାନ କର ନଚେତ ଲୋକଙ୍କର ଯୋଉ କ୍ରୋଧ ଦିନକୁ ଦିନ ବଢିବ ଏବଂ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ ଆହୁରି ଆଗକୁ ବଢିବ, ଏ କଥା ମଧ୍ୟ ମୀର ସୂଚାଇ ଦେଇଛନ୍ତି ଇସଲାମାବାଦ ସରକାର ବା ପାକିସ୍ତାନ ସରକାରକୁ। ସରକାରୀ ଶକ୍ତି ଏବଂ ଆଲୋଚନାର ଭଙ୍ଗାରୁଜା କର୍ତ୍ତୃପକ୍ଷ ମାନେ ଶକ୍ତି ପ୍ରଦର୍ଶନ କରିବା ପାଇଁ ବା ୟା ପ୍ରତିକ୍ରିୟାକୁ ପ୍ରତିହତ କରିବା ପାଇଁ
ସାମ୍ପ୍ରତିକ ଦିନର ପ୍ରବଳ ସଶସ୍ତ୍ର କନଭେନର ମାନଙ୍କୁ ସେମାନଙ୍କୁ କଣ ଆକଟ ରଖିବା ପାଇଁ ବା ଦବେଇ ରଖିବା ପାଇଁ ଶନିବାର ରବିବାର ଦିନ ପୋଲିସ ପ୍ରଶାସନ ତରଫରୁ ବିଶାଳ ଭାବରେ ସେମାନଙ୍କୁ କଣ ମୁତୟନ କରିକି ସେମାନଙ୍କୁ କଣ ଜବତ କରି ରଖାଯାଇଛି ବା ସେମାନଙ୍କୁ ଦମନ ଲୀଳା ଚଲେଇଛନ୍ତି। ପାକିସ୍ତାନର ସରକାର ଦମନ ଲୀଳା ଚଲେଇଛନ୍ତି ଏବଂ ମୁଖ୍ୟ ମୁଖ୍ୟ ସହର ଗୁଡ଼ିକୁ ବା ଆପଣଙ୍କର ମୁଖ୍ୟ ମୁଖ୍ୟ ସହର ଗୁଡ଼ିକୁ ସେମାନେ ପୁରା ସମ୍ପୂର୍ଣ୍ଣ ସିଲ୍ କରିଛନ୍ତି। ଏବଂ ବର୍ତ୍ତମାନ ଯାହା ତାଜା ସୂଚନା ଅଛି ବର୍ତ୍ତମାନ ପରିପ୍ରେକ୍ଷୀରେ ଏଇ ଯୋଉ ଆନ୍ଦୋଳନକୁ ମାନେ ଦମନଲୀଳା କରିବା ପାଇଁ ବା ତାକୁ କମେଇବା ପାଇଁ ଦମନକୁ ଆନ୍ଦୋଳନକୁ ସମ୍ପୂର୍ଣ୍ଣ ଭାବରେ କ୍ଷାନ୍ତ କରିବା ପାଇଁ ବା ବାତାବରଣକୁ ସୁସ୍ଥିର କରିବା ପାଇଁ ବର୍ତ୍ତମାନ ଇସଲାମାବାଦରୁ ହଜାର ପୋଲିସ ବର୍ତ୍ତମାନ ଆସିଛନ୍ତି ଯେଉଁମାନେ ସଶସ୍ତ୍ର ବାହିନୀ ଆସି ସେଠି ମୁତୟନ କରୁଛନ୍ତି। ଏଇଟା ମଧ୍ୟ ଯୋଉଟା କି ମୁଜାଫରବାଦ ବା ପିଏକେର ଯେଉଁମାନେ ଅଧିବାସୀ ମାନଙ୍କ ପାଇଁ ବିଶେଷ ଦୁଃଖଦାୟକ ଘଟଣା ବୋଲି ସେ ମୀର ଯାହା ଆଲୋଚନା କରିଛନ୍ତି। ଏହାର ମୁଖ୍ୟ ବିଷୟ ହେଲା ଯୋଉ 13 ଘଣ୍ଟା ପରେ ଆଲୋଚନା ଡାକିଥିଲେ ଆଲୋଚନା ହେଲା ଯୋଉ ନେତାମାନେ ଏଏମର ନେତାମାନଙ୍କୁ ନେଇକି ଇସଲାମାବାଦର ଯୋଉ ସରକାର ଅଛନ୍ତି ପାକିସ୍ତାନର ଯୋଉ ସରକାର ଅଛନ୍ତି ଇସଲାମାବାଦ ତାର ରାଜଧାନୀ ସେଠୁ ଯୋଉ ଡକା ହେଇଥିଲା ଏବଂ ସେ ମିଟିଂରେ ଯୋଉ ଧାର୍ଯ୍ୟ ହେଲା ଧାର୍ଯ୍ୟ ଆଲୋଚନା ସମ୍ପୂର୍ଣ୍ଣ ହେଲା ନାହିଁ ଆଲୋଚନା ଅସମ୍ପୂର୍ଣ୍ଣ ହେଲା ଏବଂ ନିଷ୍କର୍ଷ ଥିଲା କୌଣସି ନିଷ୍କର୍ଷ ବାହାରି ପାରି ନଥିଲା। ତେଣୁ ମୀର ନିଜକୁ ବନ୍ଦକୁ ଘୋଷଣା କରିଛନ୍ତି ବନ୍ଦ ବର୍ତ୍ତମାନ ଆମେ ବନ୍ଦ କରିଛୁ ବନ୍ଦ ତାକୁ ଆମେ ଘୋଷଣା କରିଛୁ ଆଗକୁ ଆଉ କରିବୁ ନାହିଁ କିନ୍ତୁ ଯଦି ଆମର ଯୋଉ ଯୋଉ ସବୁ ମୌଳିକ ଅଧିକାର ଅଛି ସେ ମୌଳିକ ଅଧିକାରକୁ ଯଦି ଆପଣମାନେ ଠିକ ଭାବରେ ଠିକ ସମୟରେ ଅତି ଅଳ୍ପ ଦିନ ଭିତରେ ଆମକୁ ଯଦି ଫେରେ ନ ଦିଅନ୍ତି ତାହେଲେ ଆମେ ପୁଣି ଜୋରଜାର ଭାବରେ ଏ ଆନ୍ଦୋଳନକୁ ଆଗକୁ ନବୁ ଏ କଥା କହିଛନ୍ତି ଏମ୍ର ମୀର ବା ନେତୃବୃନ୍ଦ। ଏବଂ ଅନ୍ୟ ପକ୍ଷରେ ଯଦି କହିବାକୁ ଗଲା ଯୋଉଟା କି ଆପଣ ମାନଙ୍କର ଏକ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଭୂମି ରେ ଆଶା ସ୍ପଷ୍ଟ ଭାବରେ ମୀର କହିଛନ୍ତି ଯୋଉଟା ମୁଜାଫରବାଦର ବ୍ୟବସାୟୀ ସଂଘ ସେମାନେ ସମ୍ପୂର୍ଣ୍ଣ ଭାବରେ ସେ ଏରିଆର ସମସ୍ତ ନାଗରିକ ମାନଙ୍କର ସୁରକ୍ଷା ପାଇଁ ସେମାନେ କହିଛନ୍ତି ରବିବାର ଦୋକାନ ଖୋଲା ରଖିବେ ଯାହା ନାଗରିକ ମାନଙ୍କୁ ପୂର୍ବ ଯୋଉଟା ସମ୍ବାଦ ଦିନ ହବ କଣ ଆନ୍ଦୋଳନ ହବ ସେଥିପାଇଁ ସେମାନଙ୍କର ପୂର୍ବରୁ ଖାଦ୍ୟ ଏବଂ ଅତ୍ୟାବଶ୍ୟକ ଜିନିଷ ଗୁଡ଼ିକୁ ସମସ୍ତ ଯୋଗାଡ଼ କରିବେ ଏବଂ ସୁବିଧା ସୁଯୋଗ କରିବେ ଏବଂ କାରଣ ସୋସିଆଲ ମିଡିଆ କଟା ହେଲା ବା ଆପଣଙ୍କର ଇଣ୍ଟରନେଟ କଟା ହେଲା ସୋସିଆଲ ମିଡିଆରେ କିଛି ଜାଣିପାରିଲେ ନାହିଁ ବା ଆପଣଙ୍କର କରେଣ୍ଟ ବା ବିଦ୍ୟୁତ କାଟ ମଧ୍ୟ କରି ଦିଆଗଲା ଏହି ପରିପ୍ରେକ୍ଷୀରେ ଯୋଉ କଠୋର କାର୍ଯ୍ୟାନୁଷ୍ଠାନ କରାଗଲା ତାକୁ ମଧ୍ୟ ଦୃଢ ନିନ୍ଦା କରିଛନ୍ତି ଏଏମର ଯିଏକି ଲିଡର ଅନେକ ନେତୃବୃନ୍ଦ ଅଛନ୍ତି କିନ୍ତୁ ପ୍ରଥମ ଧାଡ଼ିର ନେତୃବୃନ୍ଦ ହେଉଛନ୍ତି ଶୌକତ ମୀର। ତ ଏହାରି ପରିପ୍ରେକ୍ଷୀରେ ପାକିସ୍ତାନ ଅଧିକୃତ କାଶ୍ମୀରର ନାଗରିକ ମାନଙ୍କୁ ପାକିସ୍ତାନର ଜବରଦଖଲ ପାଇଁ ମଧ୍ୟ ସ୍ଲୋଗାନ ଦିଆଯାଇଛି କଣ ନା ଯୋଉମାନେ ପିଓକେର ଲୋକମାନେ ପାକିସ୍ତାନରେ ଯୋଉମାନେ ଅଛନ୍ତି ସେମାନଙ୍କୁ ଯୋଉ ଜବରଦଖଲ କରାହଉଛି ବା ଉଚ୍ଛେଦ କରାହଉଛି ତାରି ବିରୁଦ୍ଧରେ ମଧ୍ୟ ନାରା ଉତ୍ତୋଳନ କରିଛନ୍ତି ତାରି ବିରୁଦ୍ଧରେ ମଧ୍ୟ ନାରା ଉତ୍ତୋଳନ କରିଛନ୍ତି ବା ଆନ୍ଦୋଳନରେ ସ୍ୱର ଉତ୍ତୋଳନ କରିଛନ୍ତି। ଯୋଉମାନେ ମୁଜାଫରବାଦ ଅଞ୍ଚଳ ଲୋକ ବା ପିଏକେର ଅଞ୍ଚଳ ଲୋକ ସେମାନେ ମଧ୍ୟ ପାକିସ୍ତାନ ବା ଇସଲାମାବାଦରେ ଯୋଉମାନେ ଅଛନ୍ତି ସେମାନଙ୍କୁ ଯୋଉ ଉଚ୍ଛେଦ କରାହଉଛି ବା ଯୋଉ ଉଚ୍ଛେଦ କରିବା ପାଇଁ ଯୋଉ ପ୍ରୟାସ ଚାଲିଛି ତାକୁ ବନ୍ଦ କରାଯାଏ ଏ କଥା ମଧ୍ୟ କୁହାଯାଇଛି ଏବଂ ସରକାରଙ୍କର ଯୋଉ ପ୍ରୟାସ ଚାଲିଛି ଏଏସସି ନେତାମାନେ ଜିଦ୍ ଧରି ବସନ୍ତି ଏବଂ ଅଡି ବସନ୍ତି କଣ ନା ଶାନ୍ତିପୂର୍ଣ୍ଣ ଆମେ ଚାହୁଁଛୁ କିନ୍ତୁ ଆପୋଷ ହେବ ନାହିଁ ଯୋଉ ପର୍ଯ୍ୟନ୍ତ ଆମର 12ଟି କନଷ୍ଟିଟ୍ୟୁଏନ୍ସି ଯୋଉଟା ବନ୍ଦ କରିବାର ଥିଲା ସେଇଟା ସମ୍ପୂର୍ଣ୍ଣ ମାତ୍ରାରେ ବନ୍ଦ ରହିବ ବା ମନା କରାଯିବ ନାହିଁ ତାକୁ ଯେମିତି ରହୁଥିଲା ସେମିତି ରହିବ ଏବଂ ଯୋଉ ସବୁ ଖାଦ୍ୟ ପଦାର୍ଥରେ ସବସିଡି ଦେବା କଥା ବା ମୌଳିକ ଅଧିକାର ଦେବା କଥା ସେ ମୌଳିକ ଅଧିକାର ଦେବାକୁ ପଡିବ ଏ କଥାଟି କହିଛନ୍ତି ଏଏମର ଯୋଉ ନେତାମାନେ ଏଇ କଥାଟି କହିଛନ୍ତି ବିଶେଷ ଭାବରେ ସେମାନେ କହିଛନ୍ତି ଇଣ୍ଟରନେଟ ସଂଯୋଗ ଯୋଉଟା ବନ୍ଦ କରାଯାଇଥିଲା ବର୍ତ୍ତମାନ ଏବଂ କଡାକଡି ଭାବରେ ପୋଲିସ ମୁତୟନ କରୁଛନ୍ତି ଇସଲାମାବାଦରୁ ଆସିକି ପାକିସ୍ତାନ ସରକାରଙ୍କର ଇସଲାମାବାଦ ରାଜଧାନୀରୁ ଆସିକି କଡାକଡି ଭାବରେ ଯୋଉ ସୁରକ୍ଷା ସମସ୍ତଙ୍କୁ ଜବତ କରି ରଖୁଛନ୍ତି ଏଇ ପ୍ରଦର୍ଶନ ରାଜନୈତିକର ଯୋଉ ପିଏକେର ଦୀର୍ଘକାଳୀନ ସଂଘର୍ଷକୁ ମୁଣ୍ଡ ଦେଖୁଛି କାରଣ ଏଇଭଳି ଭାବରେ ଦମନଲୀଳା ଚଲେଇଛନ୍ତି ଯୋଉଟା କି ଇସଲାମାବାଦରୁ ପୋଲିସ ମାନେ ଆସି ଦମନ କରିବାକୁ ଚେଷ୍ଟା କରୁଛନ୍ତି ଏଇଟା ମଧ୍ୟ ଏଏସିର ନେତୃବୃନ୍ଦ ଯେ ଆଗକୁ ନିଶ୍ଚିତ ଭାବରେ ଏଇ ଆନ୍ଦୋଳନ ମୁଣ୍ଡ ଟେକିବ ଏ କଥାଟି ସେମାନେ ଜଣେଇଛନ୍ତି। ଏଇଟା କାରଣ ନା ଯେତେବେଳେ ଆପଣଙ୍କର
ଆନ୍ଦୋଳନ ହେଲା, ଆନ୍ଦୋଳନ ହେବା ପୂର୍ବରୁ ଏଇ ଘଟଣା ଯେତେବେଳେ ସମସ୍ତ ପାକିସ୍ତାନରେ ବା ଇସଲାମାବାଦରେ ପ୍ରଘଟ ହେଲା, ସେଇ ସମୟରେ ବିଦ୍ୟୁତ କାଟ କରିଦିଆଗଲା, ଦୁଃଖର ବିଷୟ। ଏବଂ ଇଣ୍ଟରନେଟ କାଟ କରିଦିଆଗଲା। ଏବଂ କୌଣସି ପ୍ରକାର ଆପଣଙ୍କର କଣ ନା ଚଳପ୍ରଚଳ ବା ଆପଣ ସୋସିଆଲ ମିଡିଆ ବା କୌଣସି ପ୍ରକାର ସୁବିଧା ସୁଯୋଗ ପାଇପାରିଲେନି ନାଗରିକ ମାନେ। ଏବଂ ସମସ୍ତ ଦୋକାନ ବାଡିକୁ ବନ୍ଦ କରିବା ପାଇଁ ସେମାନେ ଇଏ କରିଦେଲେ, ଯାହାରି ଫଳରେ ଯୋଉମାନେ ରାଲି କରୁଛନ୍ତି ନିଜର ନ୍ୟାଯ୍ୟ ଦାବି ପାଇଁ, ସେମାନେ ନିଜର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ମଧ୍ୟ ପାଇପାରେ ନାହିଁ। ଏଇ କଥା ମଧ୍ୟ ଏଏସି ର ଯୋଉ ନେତା ମାନେ ଅଛନ୍ତି, ଯୋଉଟା କି ଆମେ କହିପାରିବା ଆମା ଆୱାମୀ ଆକ୍ସନ କମିଟିର ଯୋଉ ନେତା ମାନେ, ନେତୃବୃନ୍ଦ ମାନେ, ସେମାନେ ଏଇ ସମସ୍ତ ବିଷୟ ନିଜ ଉଦ୍ଗାର କରି କହିଛନ୍ତି ଯେ ଇସଲାମାବାଦ ଏ ସମସ୍ତ ବିଷୟରେ ସଚେତନ ହେବା ଦରକାର ଏବଂ ଆମର ଯୋଉ ମୌଳିକ ଅଧିକାର ଅଛି ସେ ମୌଳିକ ଅଧିକାରକୁ ଦେବାକୁ ପଡିବ। ମୌଳିକ ଅଧିକାର ଅନୁସାରେ ଯୋଉ 12ଟି ବିଧାନସଭା ସେଇଟା ଚାଲୁ ରହିବ ଏବଂ ମୌଳିକ ଅଧିକାର ସବସିଡି ଆକାରରେ ଯୋଉ ସବୁ ମଇଦା ବା ଅଟା ବା ଆପଣଙ୍କର ଯାହା ସବୁ ଆମର ପାକିସ୍ତାନରେ ରହିବା ବା ଇସଲାମାବାଦରେ ରହିବା ଯୋଉ ଜବରଦଖଲ କରାଯାଉଛି, ତାହାରି ଉପରେ ବା ପାକିସ୍ତାନରୁ ଆସିକି ମୁଜାଫରବାଦରେ ଆପଣଙ୍କର ଜବରଦଖଲ କରି ରଖୁଛନ୍ତି ବା ରାଜ୍ୟ ଗୁଡିକୁ ବା ତାଙ୍କର ସ୍ଥାନ ଗୁଡିକୁ ସେମାନେ କଣ ସଂକୁଚିତ କରିଦଉଛନ୍ତି, ଯୋଉ ଜବରଦଖଲ କରି ଆସୁଛନ୍ତି। ଇସଲାମାବାଦରୁ ଆସିକି ବା ପାକିସ୍ତାନର ଅନ୍ୟାନ୍ୟ ଲୋକମାନେ ଆସିକି ଏଇ ଯୋଉ ପିଓକେ ଅଞ୍ଚଳରେ ବସବାସ କରୁଛନ୍ତି, ନିଜର ବାଣିଜ୍ୟ ବ୍ୟବହାର କରୁଛନ୍ତି ବା ଅଧିକାର ସାବ୍ୟସ୍ତ କରୁଛନ୍ତି। ଏଇ ଜିନିଷ ଗୁଡିକ ବନ୍ଦ କରିବା ପାଇଁ ସରକାରଙ୍କୁ ସେମାନେ ଆନ୍ଦୋଳନ ମାଧ୍ୟମରେ ନିବେଦନ କରିଛନ୍ତି। ଏଇଟା ହେଲା ଗତ 3 ଦିନର ବିଶେଷ ଘଟଣା, ଯୋଉଥିରେ କି 2 ଜଣ ମୃତ୍ୟୁବରଣ କରିଛନ୍ତି ଏବଂ 22 ଜଣ ଆହତ ହୋଇଛନ୍ତି ପିଓକେ ଅଞ୍ଚଳର। ଭିଡିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଆପଣମାନେ ଦେଖିଥିବା ହେତୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦଉଛି ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବେ ବୋଲି ମୁଁ ଅନୁରୋଧ କରୁଛି। ଥ୍ୟାଙ୍କ ୟୁ ସୋ ମଚ୍। ନମସ୍କାର।